हेलो इंदुमती। हेलो इंदुमती। हेलो महारानी इंदुमती। प्रिय कहीं चुपचाप रहीच पूरा चकचक मुहटा आज शुखिला बोले ओ बुझिली मो राजकार्य व्यस्तता थी जो तुम्हें मोटा को एड़ौछ। हाँ हाँ बुझिली। हेलो इंदुमती। हेलो इंदु। अभिमानिनी 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 नगर आसमोधन आसमोधन दशरथ सुंदरी दशरथ मयूरे दशरथ सुंदरी दशरथ मयूरे तुम्हारे पूर्ण चंद्र आसमोधन आसमोधन। इंदुमती नगर मना तुम पथे परि जाए जीवन मना कले तुए कहारे तुम पथे परि जाओ जीवन सदलिल आसाम करेছি বোধে কেড়েছি आसाम करेছি বোধে কেড়েছি তোমারই চন্দ্র বদন आसमोधन आसमोधन। हेलो इंदुमती कहीं अभिमान कर। हाँ हाँ मुझे बुझिली केवे भी भूल रे एमती भूल करी बाबा आस आस प्रिय तेरे ठीक अच्छी स्वामी तेरे ठीक अच्छी तुम्हारी बात चाही बसी थिली जहा खोजुथिली ताहा पाई गली आसी देखा देल बंधु तुमको धन्य तुम साथी हे मोर
प्रेम मिलन तुम साथ है मोर प्रेम मिलन साथ है मोरा प्रेम मिलन तुम साथ है मोरा प्रेम मिलन साथ है मोरा प्रेम मिलन तुम साथ है मोरा प्रेम मिलन हो बाबा है एबे डेरी न करे चलो जीवा विश्राम को तेबे ठीक अच्छे स्वामी चलो जीवा स्वामी हेलो इंदु पति हाँ स्वामी अरे वो आकाश तार देखा लगी दर्शन जाइछि गला कुआरे तुम्हें तो जानिछ स्वामी आकाश होछि आम निज पुओ विकास तू ता मामू घरे पाठ पढ़िबा पर छाड़ी देले आकाश आरु पारे जीवा स्वामी एइटी कोठी बुलिबा को जाइथिबा स्वामी एइटी कोठी बुलिबा को जाइथिबो हो बाबा हेलो ठीक अछि ताले जीवा विश्राम कक्ष तेबे ठीक अछि स्वामी चलो जीवा स्वामी अरे हो सतरे माता पिता को आदर्श नहीं चली आसी आम पुष्पोदन को अरे हो नाना जाति फूल पुष्प फुटी कि सुंदर देखा जाउछि अरे हो
কি সুন্দর দেখা যাଉଛି ঝিলিমিলি রঙ্গমঞ্চরে নাচি যায় প্রাণ শরীরে ঝিলিমিলি রঙ্গমঞ্চরে নাচি যায় প্রাণ শরীরে ঝিলিমিলি রঙ্গমঞ্চরে নাচি যায় প্রাণ শরীরে সুন্দর বনে মন নাচি যায় রে সুন্দর বনে মন নাচি যায় রে গোটিয়ে মন মোর গোটিয়ে সপন ধীরে প্রেম হই যায় রে গোটিয়ে মন মোর গোটিয়ে সপন ধীরে প্রেম হই যায় রে ମୁଁ ତ ପରାଏ କଉରନ୍ତା ଚଢ଼େଇ ଆକାଶକୁ ମନ ଛୁଇ ଯାଏ ରେ ମୋ ଯାଦୁଗର ମୋ ଯାଦୁ ଥରେ କିଣିଆ ଗଲେ ତୁ ଜମା ଛାଣିନି ମୋ ଯାଦୁଗର ମୋ ଯାଦୁ ଥରେ କିଣିଆ ଗଲେ ତୁ ଜମା ଛାଣିନି ମତେ ଦେଖିଲେ ଯୁବତୀ ଧୁରି ମରେ ରେ ମତେ ଦେଖିଲେ ଯୁବତୀ ଧୁରି ମରେ ରେ ତୁମେ କିଏ କାହିଁକି ମୋ ପଛେ ପଟେ ଆସି ଧକ୍କା ମାରିବ ମତେ ଦେଖ ବୀର ମୋର ତୁମକୁ ଧକ୍କା ମାରିବାର କିଛି ଉଦ୍ଦେଶ୍ୟ ନଥିଲା ଦେଖ ମୋ ନା ଗୋଟିଏ ବିପଦରେ ପଡ଼ିଯାଇଛି ବୀର ଗୋଟିଏ ବିପଦରେ ଗୋଟିଏ ବିପଦରେ କ'ଣ ଏ ବୀର ହଁ ଜାଣିଛ ଆଜି ମୋ ସହିତ କ'ଣ ହେଇଛି ଆରେ ହଁ ମୋ ସାଙ୍ଗମାନଙ୍କ ସହିତ ଏ ଫୁଲ ଉଦ୍ୟାନକୁ ଖେଳିବାକୁ ଆସିଥିଲି ଆଚ୍ଛା ଆଉ ମୋ ସାଙ୍ଗମାନଙ୍କ ସହିତ ଫୁଲ ତୋଳୁଥିଲୁ ମୋ ସାଙ୍ଗମାନେ କୁଆଡ଼େ ଚାଲିଗଲେ ମୁଁ ତାଙ୍କୁ ଖୋଜିବାକୁ ଆସିଛି ଓ ସାଙ୍ଗସାଥି ମାନେ ପୁଷ୍ପ ଦିନିକ ଶୀଘ୍ର ହେଲେ ତୁମ ସାଙ୍ଗସାଥି ମାନେ ତୁମକୁ ଛାଡ଼ି ଚାଲିଗଲେ ହଁ ବୀର ଆରେ ହଁ ତୁମେ ବ୍ୟସ୍ତ ହେଉଛ କାହିଁକି ଆରେ ମୁଁ ଅଛି ନା ମୁଁ ତୁମ ରାଜ୍ୟରେ ନେଇକି ଛାଡ଼ିକି ଦେଇକି ଆସିବି ଏ ବୀର ହଁ ହେଲେ ମତେ ନା ଭାରି ଡର ମାରୁଛି ବୀର ନା ଡରିବା କ'ଣ ଆବଶ୍ୟକ ନାହିଁ ଆରେ ମୁଁ ଅଛି ନା ମୁଁ ଜଣେ ରାଜପୁତ୍ର ଆରେ ମୁଁ ତୁମକୁ କହିଲି ନା ତୁମ ରାଜ୍ୟକୁ ଭାଇ ଛାଡ଼ି ଦେଇକି ଆସିବି ସତରେ ବୀର ଆରେ ହଁ ହେଲେ ଏ ବୀର ଦେଖ ମୋ ସାଙ୍ଗମାନେ କୁଆଡ଼େ ଗଲେ ମୁଁ ତାଙ୍କୁ ଜମାରୁ ବି ପାଉନି ହେଲେ ସମୟଟା ଅନେକ ବି ହେଇଯାଇଛି ଆଉ ଅଳ୍ପ ମଧ୍ୟରେ ସୂର୍ଯ୍ୟ ଉଦୟ ହେବାକୁ ବି ଲାଗିଲାଣି ହଁ ହେଲେ ବୀର ମତେ ନା ଏ ଘର ଅନ୍ଧକାରରେ ସେ ଘରକୁ ଯିବାକୁ ବହୁତ ଡର ମାରୁଛି ବୀର ଆରେ ହଁ ତ ଆରେ ହଁ ତୁମେ ସତ କହୁଛ ହେଲେ ରୂପସୀ ତୁମେ କିଛି ସମୟ ଏଇଠି ବିଶ୍ରାମ କର ପାଇଲେ ମୁଁ ତୁମକୁ ନିଶ୍ଚୟ ଛାଡ଼ିକି ଆସିବି ଏ ବୀର ଆରେ ହଁ ଦେଖ ମତେ ନା ଏ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆମ ଘରକୁ ଫେରିଯିବାକୁ ପଡ଼ିବ ହଁ ଆରେ ହଁ
ନହେଲେ ସେପଟେ ପିତା ମୋର ଭାରି ବିଚଳିତ ହେଇଯିବେ। ଆରେ କହିଲି ନା ମୁଁ ତୁମକୁ ନିଶ୍ଚୟ ଛାଣି ନେବି। ଯେ ତୁମେ କିଛି ସମୟ ବିଶ୍ରାମ କର। ଠିକ ଅଛି ବୀର, ମୁଁ ସେଇଠି କିଛି ସମୟ ବିଶ୍ରାମ କରୁଛି। ଆରେ ହଁ, ସେମାନେ କିଛି ସମୟ ବିଶ୍ରାମ କରନ୍ତୁ। ମୁଁ ସେପଟେ କିଛି ସମୟ ଉପଭୋଗ କରେ। ମୁଁ ତୁମକୁ ଜାଣିନି କି ଚିହ୍ନିନି, ପୁନର୍ବାର ଆଉ ଥରେ ମୋତେ ଚାପିକି ଧରିଲ। ତୁମକୁ କହିଲି ନା ତୁମ ରାଜ୍ୟରେ ଛାଣିକି ଆସିଲି, ହେଲେ ଯେତେ କହିଲେ ମଧ୍ୟ ତୁମେ ମୋତେ କାହିଁକି ଚାପିକି ରଖିଛ? ଏ ବୀର, ହଁ ଦେଖ ସେ ଘରେ ସେ ବିଜୁଳି ଶବ୍ଦରେ ମତେ ନା ଭାରି ଡର ମାରୁଛି। ସତ କହୁଛ? ସେଥିପାଇଁ ତୁମକୁ ମୁଁ ଆଲିଙ୍ଗନ କରିଦେଲି। ହଁ, ତୁମକୁ ସେଇ ଘଡ଼ି ଘଡ଼ି ଚୁଡ଼ିରେ ଭୟ ଲାଗେ? ହଁ ହଁ। ଆରେ ନା ନା, ଭୟ କରୁଛ କାହିଁକି? ମୁଁ ଅଛି ନା। ହେଲେ ଏ ବୀର, ଆରେ ହଁ ଦେଖ ତୁମେ ତୁମର ପରିଚୟ ଦେଇନ। ଆରେ ତୁମେ କଣ କହିପାରିବ ତୁମର ପରିଚୟ? ଶୁଣିବ ମୋ ପରିଚୟ? ହଁ ହଁ। ଆରେ ମୁଁ ହେଉଛି ସେ ରତ୍ନଗଡ଼ର ରାଜକୁମାର ରାଜା ଅମରେନ୍ଦ୍ର ଅଟନ୍ତି ମୋ ପିଅର। ପିଲାଦିନରୁ ଆରେ ହଁ, ପିଲାଦିନରୁ ମାତା ସ୍ନେହ ମମତା କିଛି ପାଇନି। এই হচ্ছে মোর সম্পূর্ণ পরিচয়। ସତରେ ବୀର? ଆରେ ହଁ, ନା ମୋର ଆକାଶ, ହେଲେ ରୂପସୀ ହଁ ବୀର। ଏପର୍ଯ୍ୟନ୍ତ ମୁଁ ବି ଆପଣଙ୍କ ପରିଚୟ ପାଇନାହିଁ। ଦେଇପାରିବ ନିଜ ପରିଚୟ? ମୋ ପରିଚୟ? ଆରେ ହଁ ଦେଖ ବୀର, ମୁଁ ହଉଛି ଏଇ ପାଖର ଚମ୍ପାଦେଇପୁରର। ମୋ ପିତା ହଉଛନ୍ତି ସତ୍ୟାନନ୍ଦ। ଆରେ ଆଉ ସେଇ ଆମ ରାଜ୍ୟ ପାଖର ଚମ୍ପାଦେଇପୁର ମୋ ମାମୁଁ ସତ୍ୟାନନ୍ଦଙ୍କ ଝିଅ। ହଁ ହଁ। ଆଉ ନାମ ମୋର ହଉଛି ଜାହ୍ନବୀ। ଓ, ତୁମ ନାଁ ହେଲେ ଜାହ୍ନବୀ? ଆରେ ହଁ ତୁମ ନାଁ ଯେମିତି ସୁନ୍ଦର, ତୁମେ ଦେଖିବାରେ ବି ସେତିକି ସୁନ୍ଦର ଦେଖାଯାଉଛ। ସତରେ ବୀର? ଆରେ ହଁ, ଏ ବୀର, କୁହ। ଦେଖ ତୁମେ ବି ନା ତୁମ ରୂପରେ ବହୁତ ସୁନ୍ଦର। ସତ କହୁଛ? ହଁ ବୀର। ଏ ହଁ ଦେଖ ମୋ ପରିଚୟ ମଧ୍ୟ ତୁମକୁ ଦେଇ ସାରିଛି। ଆରେ ହଁ ବାବା। ହେଲେ ସମୟଟା ଅନେକ ହେବାକୁ ଲାଗିଛି। ଆରେ ହଁ ଏ ବୀର, କୁହ। ଦେଖ
ସେଠାରେ ପିତା ମୋର ଅପେକ୍ଷାରେ ଥିବେ। ମୁଁ କ'ଣ କହୁଥିଲି, ଆରେ ଆରେ ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ଏ ବୀର ଦେଖ, ସମୟଟା ଅନେକ ହେଇଯାଇଛି। ସେଠାରେ ପିତା ମୋର ଅପେକ୍ଷାରେ ଥିବେ। ଆରେ ହଁ ଦେଖ, ଆରେ ତୁମେ ତମ ପଥରେ ଚାଲିଯାଅ, ଆଉ ମୁଁ ବି ମୋ ପଥରେ ଚାଲିଯିବାକୁ ଚାହୁଁଛି। ଆରେ ଯିବା ପୂର୍ବରୁ ଗୋଟେ କଥା କହିବାକୁ ଚାହୁଁଛି। କ'ଣ କହିବ ବୀର? ଆରେ ଜାନବୀ, ମୁଁ ତୁମକୁ ପ୍ରଥମ ଦେଖାରେ ମୋ ମନ ପୁରାଣ ଦେଇ ତୁମକୁ ଭଲ ପାଇସାରିଛି। ଭଲ ପାଉଛ? ଆରେ ହଁ ଏ ବୀର କୁହ। ଦେଖ, ଭଲ ପାଇବାରେ ସେମିତି କିଛି ନଥାଏ। ଆଉ ଭଲ ପାଉଛି ମାନେ ତୁମେ ଏମିତି କହୁଛ କାହିଁକି? ଆରେ ନା ନା, ମୁଁ କହୁଛି ନା ତୁମକୁ ବହୁତ ଭଲ ପାଏ। ଯଦି ତୁମେ ମୋତେ ନ ମିଳିବ ମୁଁ ନିଶ୍ଚୟ ମରିଯିବି। ଏ ବୀର ଆରେ ହଁ ମୁଁ ବି ନା ତୁମକୁ ସେ ପ୍ରଥମ ଦେଖାରେ ଭଲ ପାଉଛି। ସତ କହୁଛ? ହଁ, ହେଲେ ବୀର ଆରେ ହଁ ଏ କୁହ। ତୁମେ ନା ସତରେ ଭଲ ପାଉଛ ତ? ଆରେ ହଁ, ତୁମକୁ ବହୁତ ଭଲ ପାଏ। ଏ ସାଥୀ, ହଁ ତୁମେ କ'ଣ ମୋତେ ସତରେ ଭଲ ପାଉଛ? ଆରେ ହଁ, ମୁଁ ତୁମକୁ ବହୁତ ଭଲ ପାଏ। ଆରେ ସାଥୀ ଏ ସାଥୀ, ଆସ ଦୁହେଁ ଦୁହେଁ ମିଶିଯିବା। ଏ ଦେଖ, ତୁମେ ଯଦି ମୋତେ ସତରେ ଭଲ ପାଉଛ, ମୁଁ ବି ସେଇ ପ୍ରଥମ ଦେଖାରୁ ଏ ମୋ ମନରେ ତୁମ ପାଇଁ ଘର କରିସାରିଛି। ସତ କହୁଛ? ହଁ ସାଥୀ, ଏ ଆରେ ହଁ ଆସ ସାଥୀ, ମାତି ଯିବା এই প্রেম রঙ্গরে। আরে আস মোঠ তোর নালি নালি চেহারা নিরালি ওঠ তোর নালি নালি চেহারা নিরালি ওঠ তোর নালি নালি চেহারা নিরালি জানবি প্রিয়ালো তো প্রেমে পড়ি গলি হবি তোর মনর ময়ূরী ওঠ তোর নালি নালি চেহারা নিরালি ওঠ তোর নালি নালি চেহারা নিরালি জানবি প্রিয়ালো তো প্রেমে পড়ি গলি হবি তোর মনর ময়ূরী জানবি ହଁ ସାଥୀ, ପାଖକୁ ମୋ ଆସ ପ୍ରିୟା ଅମାନିଆ ହୁଅନା ପ୍ରେମେ ପଡ଼ି ଗଲି ତୋର ବାରଣ ତୁ କରନା
পাখকু মো আস প্রিয়া অমানিয়া হুয়না প্রেমে পড়ি গরি তোর বারণ তু করনা সহল বয়সী প্রিয়া যাও না তু চালি সহল বয়সী প্রিয়া যাও না তু চালি জানবি প্রিয়ালো তু প্রেমে পড়ি গলি হবু কি তুমর মনর ময়ূরী জানবি ହଁ ସାଥୀ ତେବେ ଚାଲ ଆମେ ଯିବା ଆମ ରତ୍ନଗଡ଼ ରାଜ୍ୟକୁ ଏ, ଦେଖ ଆରେ ହଁ ମୁଁ ନା ପିତାଙ୍କୁ ଟିକେ ସାକ୍ଷାତ କରିବାକୁ ଚାହୁଁଛି ରେ ଦେଖ ବୀର ତୁମେ ନା ମତେ କଥା ଦିଅ ଯେ ମତେ ତୁମେ ଆଣି ଆସିବ ଆରେ ହଁ ମୁଁ ତୁମକୁ କଥା ଦେଉଛି ମୁଁ ନିଶ୍ଚୟ ମୋ ରାଜ୍ୟକୁ ଯାଇ ମୋ ବାବା ମାଙ୍କୁ କହି ତୁମର ପ୍ରସ୍ତାବ ନେଇକି ଆସିବି ଏ ବୀର ଆରେ ହଁ ତୁମର ଆସିବା କଥାକୁ ମୁଁ ଚାହିଁକି ରହିଥିବି ଆରେ ହଁ ଦେଖ ଜମାରୁ ବି ଭୁଲିଯିବନି ଆରେ ନା ନା ମୁଁ ତୁମକୁ ମନ ପ୍ରାଣ ଦେଇ ଭଲ ପାଉଛି ହେଲେ କେମିତି ଭୁଲିବି ହେଲେ ଏ ବୀର ଆରେ ହଁ ଦେଖ ତୁମେ ତ ହଉଛ ଜଣେ ବଡ଼ ଘରର ପୁଅ ଆଉ ମୁଁ ହଉଛି ଜଣେ ସାମାନ୍ୟ ଖଟିଖିଆ ଗରିବ ଘରର ଝିଅ ବାବୁ ହଁ ତୁମେ ମତେ ଛୋଟ ଘର ଝିଅ ବୋଲି କେବେ ପର କରିଦେବନି ତ ଆରେ ପ୍ରେମରେ ଧନୀ ଗରିବ ଛୋଟ ବଡ଼ କିଛି ଦେଖାଯାଏନି ସେଟା ଦୁଇଟି ହୃଦୟର ମିଳନର କଥା ହେଲେ ମୁଁ ତୁମକୁ କହୁଛି ନା ନିଶ୍ଚୟ ମୋ ବାପା ମାଙ୍କୁ କହି ମୁଁ ତୁମ ବାପାଙ୍କୁ ହାତ ମାଗିବା ପାଇଁ ଆସିବି ହେଲେ ମୋତେ ଏବେ ଯିବାକୁ ଦିଅ ଠିକ ଅଛି ବୀର ଦେଖ ଏଇନା ସୂର୍ଯ୍ୟ ବି ଅସ୍ତ ହେବାକୁ ପୁରା ଗଲେଣି ଆଉ ପୁରା ଅନ୍ଧାର ସାରି ସାରିଛି ଆରେ ଏବେ ହଁ ସୂର୍ଯ୍ୟ ଉଦୟ ହେବାକୁ ଲାଗୁଛନ୍ତି ଦେଖ ସେଠାରେ ପିତା ମୋର ଅପେକ୍ଷାରେ ଥିବେ ମୁଁ ନା ଅତି ଶୀଘ୍ର ଘରକୁ ଫେରିଯିବାକୁ ପଡ଼ିବ ଆରେ ତେବେ ଠିକ୍ ଅଛି ଚାଲ ତୁମେ ତୁମ ରାଜ୍ୟ ଯିବ ମୁଁ ମୋ ରାଜ୍ୟକୁ ଚାଲିଯିବି ତେବେ ଠିକ ଅଛି ବୀର ହଁ ଚାଲ ଆମେ ଏଠୁ ଚାଲିଯିବା ତେବେ ଠିକ୍ ଅଛି ଚାଲ ହଁ ମୋ ପୁଅ ବିକାଶର କଥା ଭାରି ମନେ ପଡୁଛି ହେଲେ ପୁଅଟା ତା ମାମୁଁ ଘରକୁ ପାଠ ପଢିବାକୁ ଯାଇଛି ଏପର୍ଯ୍ୟନ୍ତ ତାର ଦେଖା ନାହିଁ କି ଦର୍ଶନ ନାହିଁ ହେଲେ କଣ କରିବି ହଁ ହଁ ମୋ ସାନ ଭାଇ ଛୋଟ ଭାଇଙ୍କୁ ମୁଁ ଖବର ଦେଇଛି ସେ ଆସିବା ପର୍ଯ୍ୟନ୍ତ ଏଠି କିଛି ସମୟ ଅପେକ୍ଷା କରି ରହିଥାଏ ଆରେ ଭାଇ ଗନ୍ଧର୍ବ ଗନ୍ଧର୍ବ
ভাই গন্ধর্ব কাব্বা হিଯିব হো উঠ ভাই କରନ୍ତୁ ରେ ଭାଇ আরে ভাই গন্ধর্ব তু আসি যাইଛୁ ভাই বহুত ভাল কলো রে ভাই বহুত ভাল কলো জানবার আরে ভাই ମୋ ପୁଅ ବିକାଶଟା କେମିତି ଅଛି ରେ ଭାଇ ମାନେ ନେ ପତା ବୁଢ ଅପା ଗো ଅପାଲୋ ତୁ ଜାଣିଛୁ সব জানো ছামা ମୋ ଭଣଜା ବିକାଶ ଖାଲି ପାଠ ପଢୁଛି ଆଉ ଖାଉଛି ମୁଟାଟେ ହେଇଛି ସତ କହୁଛୁ ଭାଇ ଦେଖିଲେ ବି ଜାଣିପାରିବୁନି ଏଇଟା ମୋ ପୁଅ ବୋଲି ସତରେ ଭାଇ ଅପାଲୋ ତୁ ଜନ୍ମ ସିନା ଦେଇଛୁ এইটা ମୋ ପୁଅ ବୋଲି ଜାଣିପାରିବୁନି ଲୋ କହୁଛୁ ଭାଇ ହଁ ନିଶ୍ଚୟ ମୁଁ ସତ କହୁଛି ତାହେଲେ ମୋ ପୁଅ ଆସୁଥିବ ଭାଇ ହଁ ମୋ ଭଣଜା ଆସିବ ଏବେ ଆସିବନି ମୋ ଭଣଜା ଖେଳୁଛି ପରା ସେଠି କୋଉଠି ଫୁଲ ଉଦ୍ୟାନରେ ସତ କହୁଛୁ ଭାଇ ହେଲେ ଅପା ଗୋଟିଏ କଥା ତୁ ଜାଣିନୁ ଏପର୍ଯ୍ୟନ୍ତ ମୋ ନାମ ପରା ଗନ୍ଦୁଆ ମହାନ୍ତି ଆରେ ଭାଇ ଏକ ମେଘରେ ପାଣି ଗନ୍ଧେଇ ଗନ୍ଧେଇ ଦେବ ତ ଭାଇ ଆଉ ତ ପତି ପରମେଶ୍ୱର ସେଇଟା କହୁଛୁ ଭାଇ ନରେନ୍ଦ୍ର ଛୋଟ ରାୟ ଆଉ ଧର୍ମେନ୍ଦ୍ର ସେ ତ ବୁଢା ତ ମଲା ରଖି ଗଲା আর କିଛି নেই নাই এ মরি গলা তার ছড়ি গলা কাই হরবর হউছ তুই কাব্বা হিଯିব হো গোটে কথা অপালো ভাই এক ফুড়িয়ে তোর কসম খেমি গো পানি ঠকবা তার কହୁଛୁ ভাই মোর কথাকে পারেক মানলু ই রাজ রানী হেবু না তুই নেলে নক রানী হেবু তুই এক ফুড়িয়ে রানেন আরে ভাই চাল দিবা ভাই এক ফুড়িয়ে মকে ছিড়ে পুড়ে লাগি তোর দেখলা বিলু কে যে বল কোন তুই কଣ କଣ কই যাଉଛୁ ভাই ମୁଁ କିଛି ବୁଝି ପାରୁନି ଭାଇ लो इंदुमती हजी गला की तोर मती लो इंदुमती हजी गला की तोर मती आकाश राजा हेले এই জীবনটা করাই इंदुमती हजी गला की तोर मती लो इंदुमती हजी गला की तोर मती ଏବେ ଭାଇ ମୁଁ क्या କହୁଛି ତୁ ଶୁଣି ପାରୁଛୁ କି ଭଲ ବୁଝି ପାରୁଛୁ ତ କଣ କହୁଛୁ ଭାଇ ଅପାଲୋ ମୁଁ ଯାହା କହୁଛି ତୁ ବୁଝି ପାରୁଛୁ କି ନାହିଁ କଣ କହି ଯାଉଛୁ ଭାଇ କୁହ ଭାଇ ଯେତେ ଦିନ ହୋଇଥିଲୁ ତୁ ପାଟରାରେ ଆଜି ତୁ ହେଇଛି ବନ୍ଧୁ ଚାକରାରେ ଯେତେ ଦିନ ଥିଲୁ ଚାକରାରେ ଆଜି ତୁ ହେଇଛି ବନ୍ଧୁ ଚାକରାରେ ଜନ୍ମ ବଚନ ଧ୍ୟାନ ଦେଇ ନଚୁନା ଶୁଣି ଜନ୍ମ ବଚନ ଧ୍ୟାନ ଦେଇ ନଚୁନା ବିକାଶ ରାଜା ହେଲେ ବିକାଶ ରାଜା କହିବା ତୋର ମାନ ଜଙ୍ଗଲେ କହି ଗୀତେ ମାନ ମତି ଶୁଣି ଜନ୍ମ ହରି ବଚନ আরে ভাই গন্ধর্ব मरी दुईटा खुड़ी जाओ गई मुसत कथा कहछा तोर पिला रोजा तोर इज्जत रहबा
আরে ভাই ମୋ କଥା ଶୁଣ ନା ଭାଇ মাজু দিব খুরি দুই না আরে ভাই গন্ধর্ব ମୋ କଥା ବୁଝିବୁ କି ନା ହଁ ଭାଇ ଆରେ ଭାଇ ଆକାଶ ହେଉଛି ଆମ ବଡ ପୁଅ ହିସାବରେ ଏ ରାଜ୍ୟରେ ସେ ରାଜା ହେବା ଉଚିତ ହଁ ନିଶ୍ଚୟ ଏଇଟା ତ ଭଲ କଥା ତାହେଲେ କହୁଛୁ ଭାଇ ତୁ ହୋଇଯିବୁ ଚାକରାଣୀ ଏ କଣ କହୁଛୁ ଭାଇ मोर कथा नहीं जानी पालू को भाई गाना तो ना बुझानी रख मारी कर बुझामी क्या काय हेला जे बरगो देख जा हेले भी को मोर भाई কাব্বা হিজিব হো आकाश उचे मोर हेला निजर भंजा तोर बेटा जन्म दिलाटा সব জানুছা মই और विकास उचे जन्म दिलाटा जी जानची को मुई भी नहीं जाने लेकिन धर्मेंद्र छोड़ रहा पिला ତୁ ସତ କହୁଛୁ ଭାଇ तो पिला राजा हेले जाती रानी के रही बुने ତାହେଲେ ନହେଲେ ମୋ ପୁଅ ରାଜା ନହେଲେ ମୁଁ ଏ ଦାଣ୍ଡର ଚାକରାଣୀ ହୋଇରହିବି। ସତ କହୁଥିଲ ପା ନା! ମୁଁ ଚାକରାଣୀ ହୋଇପାରିବିନି ଏବେ ରାଜା! आंबे बुझला हो आंबे बुझला ना ମୋତେ ନ ଜଣା ଏତେ ବଡ଼ ନିଷ୍ପତ୍ତି ନେଇ ପାରିଲୁ କେମିତି? ଛାଡ଼ିବିନି! ମୁଁ ଇନ୍ଦୁମତୀ! ଭଲରେ ଭଲରେ ଥିଲେ ବହୁତ ଶାନ୍ତିତ ରାଗିଗଲେ ଆଜି ମୋ ପୁଅ ଆସୁ ଅନେକ ଦିନ ପରେ ଘରକୁ ଫେରୁଛି ତାପରେ ତୁମ ମାନଙ୍କ କଥା ବୁଝୁଛି ଆସୁଛି ଭାଇ जा भी हो गोता मो गोता का मुझी चारी लागे पर्यंत लेकिन बोले बाहु मोर बा मोर कथा बुझला मारे तार पिला राज हवा बैगन मोर भंजा भी रोजा हवा मोर लागे कि पट मिल बा अरे जे गोजा वैसा टूरा धर्मेंद्र छोड़ रहा है तार पिला दे दिखला बेले ଏ ବାବୁ तार पिला जदि रोजा हवा मट पाड़ बाहरी जब पूछवा लगे गमछा भी नहीं हाँ जे ମୁଁ ଭଲ କାମ କରିଛି ଯାହା ହେଲେ ବି ରାଜ୍ୟର ରାଜା ନିଜ ପୁଅ ହେବା ଦରକାର ଭଲଟା ତ ଖେଳିଦେଲି ହେଲେ କାମଟା କତ ବଣଜା ବିକାଶ ମୋ ଘରେ ପାଠ ପଢୁଥିଲି ଲୋ ଏବେ ତୁ ରାଜ ହବୁ ରାଜା ପୁଅ ହେବୁ ତୁ ପାଠ ପଢିଲେ କେତେ ନ ପଢିଲେ କେତେ ଲୋ ବଣଜା तो ମୋ ପାଇଁ तो ମାଇକି ମତେ ଠିକ କରିଦେଲୁ ତୁ ତ ବାହା ହେଇଯିବୁ ରଜା ପାଇଗଲୁ ମତେ ମନ୍ତ୍ରୀ ଟିକେ କରିଦେଲୁ ବାପା ଠିକ ଅଛି ମୁଁ ଯାଏ ସେ ଫୁଲ ଉଦ୍ୟାନରେ ସେଇ ଫୁଲ ଚୋରି ମାନେ ଖେଳ ଖେଳିଥିବେ ସେତିକୁ ଯିବି ମୋହନୀଟେ ମାରିବି ଆଉ ଗୋଟିକ ଫସେଇ ମୁଁ ନେଇ ଆସିବି ଲୋ ବାପା ତୁ ଗ୍ରହଣ କରିବୁ ନା ତାପରେ କେମିତି ଗନ୍ଧ
ଆରେ ମୁଁ ତ ଚାଲି ଆସିଛି ମୁଁ ରତ୍ନାଗଡ଼କୁ, ହେଲେ ମାର ଦେଖା ନାହିଁ କି ମାମୁଁର ଦେଖା ନାହିଁ। ନା, ଏଠି କିଛି ସମୟ ଅପେକ୍ଷା କରି ଡାକିଦିଆ। ମା ମା ମାମୁଁ କୁଆଡ଼େ ଗଲ? ମା ଘେନ ମୋର ଭୂମିଷ୍ଠ ପ୍ରଣାମ। ପୁତ୍ର ଭଗବନ୍ତର ମୋହର କରନ୍ତର ବାପ। ଆରେ ବାପ ବିକାଶ, ହଁ ମା, ଭଲରେ ଆସିଲି ତୁ ବାପ। ହଁ ମା, ମୋ ମୁହଁ ଦେଖି କଣ ତୁମେ ଜାଣିପାରୁନି? ଆରେ ବାପ ହଁ ମା, ତୋ ମୁଖ ଶୁଖିଲେ ପରା କାହିଁକି ଦେଖାଯାଉଛି ବାପ? ମା ଏଇଟା ଗୋଟିଏ ବହୁତ ବଡ଼ କଥା। ମୁଁ ଆସିବା ସମୟରେ ସେ ଜଙ୍ଗଲ ଭିତରେ ଚମ୍ପା ଦେଇପୁର ଯୋଉ ଅଛି, ଜାହ୍ନବୀ ନାମକ ଗୋଟିଏ ଝିଅ। ହଁ ମା, ମୁଁ ତାକୁ ଦେଖି ମନ ପ୍ରାଣ ହୃଦୟ ଦେଇ ଭଲ ପାଇଥିଲି। ହେଲେ ତାପରେ ତା ବଦଳରେ ସେ ମୋ ଗାଲରେ ଚାପୁଡ଼ା ମାରିଛି ମା। ସେଇ ଜାହ୍ନବୀକୁ ଛାଡ଼ିଦେଲେ। ମୋ ଗାଲରେ ଚାପୁଡ଼ା ମାରିଛି, ସେଇଟା ମୁଁ ଭୁଲି ପାରୁନି। ମା ମୁଁ କହିଦେଉଛି, ଜାହ୍ନବୀ ଯଦି ମୋର ହବନି, ମୁଁ ନିଶ୍ଚୟ ଆତ୍ମହତ୍ୟା କରିଦେବି। ଆତ୍ମହତ୍ୟା କରିବାର କିଛି ଆବଶ୍ୟକ ହେବ। ତାହେଲେ ତୁମେ କଥା ଦିଅ ମା, ମୋତେ କଥା ଦିଅ, ଜାହ୍ନବୀକୁ ଆଣି ମୋତେ ଦବ। ଠିକ ଅଛି ବାପ, ମୋତେ କଥା ଦେଉଛି। ସେଇ ଜାହ୍ନବୀକୁ କୌଶଳେ ଆଣି ତୋ ସହିତ ବିବାହ କରିବି। ଠିକ ଅଛି ମା, ତୁମେ ସତ କହୁଛ? ହଁ ବାପ, ସତ କହୁଛି। ମୋତେ ଦବ? ନିଶ୍ଚୟ ବାପ। ଠିକ ଅଛି ମା। ଆରେ ବାପ ବିକାଶ, ହଁ ମା, ତୁ ଜାଣିଛୁ ନା ବାପ, ଏମିତି ଲୋକ ଗୋଟେ ଡକାଇ ତାକୁ ବଳାତ୍କାର ଉଠାଇ ଆଣି ତୋ ସହିତ ବିବାହ ସମ୍ପନ୍ନ କରିଦେବି ରେ ବାପ। ଠିକ ଅଛି ମା, ମୁଁ ଆଜି ବହୁତ ଖୁସି। ହେଲେ ମା ଏଠି ଆଉ ବିଳମ୍ବ ନ କରି ଶୀଘ୍ର ଚାଲିଯିବା। ତାର ଠିକ ଅଛି ବାପ। ଠିକ ଅଛି ମା। আরে ভাই গন্ধর্ব, আরে ভাই তু জাଣିଛୁ ନା ଭାଇ, ତୋ ଭଣଜା ଆସୁଥିବା ବାଟରେ ଗୋଟିଏ ଝିଅକୁ ଭଲ ପାଇବାର ସୁଯୋଗ ଦେଖି ସେ ଝିଅ କଣ କଲା ଜାଣିଛୁ ବାପ? ତୋ ଭଣଜା ଗାଲରେ ଗୋଟିଏ ଚାପୁଡ଼ା ମାରିଲା। ସେ ଝିଅ ଚମ୍ପା ଦେଇପୁରର ଗୋଟିଏ ପୂଜକ ତାର ଝିଅ। ହ୍ୟାଲୋ ଭାଇ ମୁଁ ସବୁ ଜାଣିছিল ମା। ଜାଣିଛୁ ଭାଇ, ସେ ହେଉଛି ସତ୍ୟାନନ୍ଦ ଅଲିଲେଖେ ରାଜକନ୍ୟା ଜାହ୍ନବୀ। ଆରେ ଭାଇ ତା ସହିତ ମୋ ବଡ଼ଦାର ପ୍ରେମ ଚାଲିଛି। ମାନେ ତାହାକୁ ମଧ୍ୟ ଏଇ ଆମ ହରାମଜାଦା ଧର୍ମେନ୍ଦ୍ର ଚୁନାଏ ମର୍ଷଲ ପିଲାକୁ ଜାଣୁଛୁ କି ନିଜେ? तो बड़ा पुओ आकाश भी भल पाउछि आ मो भणा विकास भी भल पाउछि। अरे भाई तू एमिति जणा लोकକୁ କୁହ ଯାହା ଖର୍ଚ୍ଚ ହେବା ଟଙ୍କା ମୁଁ ଦେବି, ହେଲେ ସେ ଜାହ୍ନବୀକୁ ଆଣି ମୋ ପୁଅ ବିକାଶ ସହିତ ବିବାହ ସମ୍ପନ୍ନ କରାଅ। अब्बा मोर एमितिया लोक अछि ता भाई गुटी हाथ मारे ना कामटा पूरा हे जाए ले बा। सत कहूछु भाई, पीछे को
भेज मुझे सही कोई मुझे गंडे ही दे ना अरे भाई हाँ आप कर गंडे देखी ना भाई हाँ भौड़ी अच्छी तू चुप करता पर भाई ताले मु आसुची भाई अपालो भाई ताहले मु जाऊची सेई रत्नगढ़ राज्यर नागुदा पाखकु लेकिन गुडे कथा अपागो भाई तो पास लगवा देबो का ताले ठीक अछि भाई तू जा भाई जहाँ पैसा खर्चा हबो मु देबी भाई पैसा लागी टेंशन नेबु नहीं रे भाई तू भी बोलो जे पचाने ठगबू देबू मत हाँ भाई निश्चय देबी भाई देबू तो हाँ भाई ताले ठीक अछि लो पबे जाऊची एबे ताले मु भी से आसुची राघव भाई दादा सहित कथा हेई जे जाह्नवीटाकू किडनैप करबी ना कोन करबी भणजा आकाश ना विकास पाहु आनी हे तू कहि दिलो पा भाई मु जाने बुझ चाहे ना ताले ठीक अछि भाई मु आसुची भाई तो दुईटा कोई भी कहा पाहु आनी भी जब पॉइंट ता पाहु नेबी कोई की जा मो निज पुओ परा तू जानुनी विकास जा ताले आसुची भाई तू जा मु आई ऐसे काम करी देली हो সেই রত্নগড় রাজ্যের সমস্ত মাটি মো গন্ধরে গন্ধে মো না করে গন্ধ আমাতি তাহলে ঠিক আছে এবে ଯିବି ମୋ ଭଣଜା ବିକାଶ ପାଖକୁ ଆଉ ଜାହ୍ନବୀକୁ ନେଇ ଆସିବି ତାହେଲେ ଏହି କଳି ମତେ ଯିବାକୁ ହବ ସେଇ ନାଗୁ ଦାଦା ପାଖକୁ ସେ ନାଗୁ ଦାଦା ପାଖକୁ ଗଲେ ଯଦି ଟଙ୍କା ଆଡଭାନ୍ସ ଦେଇ କାମଟା କନଫର୍ମ କରିଦେବି ନହେଲେ ବୁଆ ଦେଖଲା ନା ଆଜି ଗୋଟିଏ ବିଶିଷ୍ଟ ଆଲୋଚନା କରିବା କି ଆଲୋଚନା କରିବା ମହାରାଜ କି ଆଲୋଚନା କରିବା ମହାମନ୍ତ୍ରୀ ଗୁଡ଼ାକର ରାଜେଶ୍ୱର ଆଜି ଗୋଟିଏ ବିଶିଷ୍ଟ ଆଲୋଚନା ଏଇ ବିଶାଳଗଡ଼ ରତ୍ନଗଡ଼ ରାଜ୍ୟରେ ରାଜୁତି କରି କରି ଅନେକ ଦିନ ବାହୁତି ଗଲା ହଁ ରାଜେଶ୍ୱର ମୋର କ'ଣ ବୟସ ଅଛି ପୁତ୍ର ଦ୍ୱୟ ଆକାଶ ଓ ବିକାଶ ଯବାନ ଅବସ୍ଥାରେ ହଁ ରାଜେଶ୍ୱର ତାଙ୍କୁ ହାତରେ ଦୁଇ ହାତ କରିଦେଲେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତା ହଁ ରାଜେଶ୍ୱର ଆପଣ ଯେଉଁ ନିଷ୍ପତ୍ତି ନେଉଛନ୍ତି ଏଇଟା ତ ନିଶ୍ଚିନ୍ତ ତୁମେ ଠିକ କହୁଛ ମହାମନ୍ତ୍ରୀ ପୁତ୍ର ଆକାଶକୁ କୋଉଠି ଭଲ ପାତ୍ରକୁ ଦେଖି ବାହା କରିଦେଲେ ମୁଁ ଶାନ୍ତିରେ ଟିକେ ନିଶ୍ୱାସ ମାରନ୍ତି ହଁ ରାଜେଶ୍ୱର ରାଜକୁମାର ଆକାଶ ଅଛନ୍ତି ଶାନ୍ତ ଶ୍ରେଷ୍ଠ ହୃଦୟ ବ୍ୟକ୍ତିତ୍ୱ ରାଜକାର୍ଯ୍ୟ ତୁଲାଇବାର
ତାଙ୍କରି କ୍ଷମତା ଅଛି ମହାରାଜ ତାଙ୍କରି କ୍ଷମତା ଅଛି ତୁମେ ଠିକ କହୁଛ ମହାମନ୍ତ୍ରୀ ଯାଅ ପୁତ୍ର ଆକାଶକୁ ନେଇ ଆସ ଭଲ ସୁଯୋଗ ଦେଖି ପାତ୍ରକୁ ଯିବା ହଁ ରାଜତ ତାହେଲେ ମୁଁ ଯାଉଛି ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମେ ଆପଣ ଉପରେ ବସି ସବୁ ଦେଖିପାରୁଛ ମୁଁ ଠିକ କରୁଛି ନା ଭୁଲ କରୁଛି ମୋର ବଡ଼ ଭାଇ ଯାଆନ୍ତ ପରେ ବଡ଼ ପୁଅକୁ ବାହା କରିବା ମୋର ସୁନିଶ୍ଚିତ ତୁମେ ତ ଉପରେ ଦେଖି ଉପରେ ରହି ବିଚାର କରନ୍ତୁ ପ୍ରଭୁ ବିଚାର କରନ୍ତୁ ପିତା ସର୍ବପ୍ରଥମେ ଧ୍ୟାନ କର ମୋ ଭୂମିଷ୍ଠ ପ୍ରାଣ ପିତା ଉଠ ରେ ବାପ ଉଠ ଆରେ ବାପ ପିତା ଏ ପର୍ଯ୍ୟନ୍ତ ଯାଇଥିଲୁ କୁଆଡ଼େ ପିତା ମୁଁ ଏଇ ଆମ ରାଜ୍ୟ ଉଦ୍ୟାନରେ ଭ୍ରମଣ କରିଥିଲି ହେଲେ ପିତା ମୋତେ ଏତେ ଶୀଘ୍ର ଡାକିବାର କାରଣ ଆରେ ପୁଅ ଆକାଶ ପିତା ତୁ ଜାଣିଛୁ ନା ହଁ ତୋ ବାପା ମା ତତେ ଜନ୍ମ କରି ଏଇ ପାରୁ ଆରପାର ଚାଲିଗଲା ପରେ ତତେ ମୁଁ କ୍ଷଣ ନ ଦେଖିଲେ ମତେ ଭାରି ଚିନ୍ତା ଲାଗେନି ପୁଅ ହଁ ପିତା ପିତା ଏ ଆପଣ କ'ଣ କହୁଛନ୍ତି ପିତା ତୁମେ ହିଁ ମୋ ମାତା ପିତା ତୁମେ ମୋର ଇଷ୍ଟ ଦେବତା ଆରେ ବାପ ମୁଁ ଗୋଟେ ବିଚାର କରିଛି ତୋ ବାହାଘର ସାରେ ରାଜ୍ୟଭାର ଦେବାକୁ ଚାହୁଁ ପିତା ଏଇ କଥାରେ ତୁ ସହମତ ତ ପୁତ୍ର ପିତା ଏ ତୁମେ କ'ଣ କହୁଛ ପିତା ଆପଣଙ୍କ ନିଜ ପୁଅ ବିକାଶ ଥାଉ ଥାଉ ପୁଣି ମୁଁ ରାଜ୍ୟ ସିଂହାସନରେ ନା ପିତା ନା ସେ ମୋ ସାନ ଭାଇ ତାଙ୍କୁ ହିଁ ରାଜ୍ୟଭାର ଦେବ ପିତା ତାଙ୍କ ହିଁ ରାଜ୍ୟଭାର ଦେବ ନା ରେ ପୁଅ ତୁ ଭୁଲ ବୁଝୁଛୁ ମୋ କରିବା କର୍ତ୍ତବ୍ୟ ମୁଁ କରିବି ପିତା ମୁଁ ଆପଣ ଯେମିତି କହିବେ ସେମିତି କରିବି ପିତା କେବେ ମୁଁ ଆପଣଙ୍କ କଥାକୁ ଅପାଜ୍ଞା କରିଛି ପିତା ତେବେ ଠିକ୍ ଅଛି ପିତା ଆପଣ ମୋତେ ରାଜ୍ୟ ସିଂହାସନ ଦେବେ ତାହେଲେ ମୁଁ ରାଜି ଅଛି ପିତା ମହାମନ୍ତ୍ରୀ ଗୁଣାକର ରାଜେଶ୍ୱର ତାହେଲେ ଠିକ ଅଛି ଡେରି ନ କରି ଯିବା ନିଜ ରାଜକକ୍ଷକୁ ହଁ ରାଜେଶ୍ୱର ତାହେଲେ ମୁଁ ଯାଏ ଯେଉଁ ସୁଯୋଗଟା ଖୋଜୁଥିଲେ ସେଇ ସୁଯୋଗଟା ଏବେ ଆସିଯାଇଛି ଫସଲ ନରେନ୍ଦ୍ର ଛୋଟରାୟ ଆଉ ତା ପରିବାରଟାକୁ ସରକାର କରିଦେବେ ଜମାରୁ ଛାଡ଼ିବିନି ଜମାରୁ ଛାଡ଼ିବିନି ତାକୁ ସଫା କରିଦେବେ ରାଜ୍ୟରେ ରାଜା ହେବେ
দাদা নমস্কার। নাগু দাদা নমস্কার। হবে মহান্তে বাবু হঠাৎ ମୋ ପାଖରେ ଆସିବାର କାରଣ ଜାଣିପାରେ କି? ହଁ ନାଗୁ ଦାଦା, କାମ ନଥିଲେ ଗୋଟେ କିଏ ତମ ପାଖକୁ ଆସିବ କି? କାମ ଅଛି ବୋଲି ତ ମୁଁ ଆସିଛି। କଣ କହିଲ ମହାନ୍ତେ ବାବୁ? ଏମିତି କଣ କାମ ପଡ଼ିଲା ଯେ ମୋ ପାଖରେ ଆସିବାକୁ ହେଲ? ନାଗୁ ଦାଦା, ମୁଁ ପରା ଶୁଣିବାକୁ ପାଉଛି ଏଇ ଆମ ରତ୍ନଗଡ଼ ରାଜ୍ୟରେ ତମେ ପରା ଏକମାତ୍ର ମାଫିଆ ଡନ୍। ଏହା କଣ ସତ? ମୋର ଗୋଟିଏ କାମ ଅଛି, ତମେ କରିପାରିବ କି ନାଗୁ ଦାଦା? ତମର ପୁଣି ସେ କାମ ଶୀଘ୍ର ପ୍ରକାଶ କର। ନିଶ୍ଚୟ କରିବି ନାଗୁ ଦାଦା, ହେଲେ କାମଟା ଟିକେ ଭାରି ମହଙ୍ଗା, ପାରିବ ତ? କାମଟା ତ କହିଛି ଦେଖ, ହେଲେ କାମ ପାଇଁ କିଛି ଅର୍ଥ ଦେବାକୁ ପଡ଼ିବ, ନହେଲେ କାମଟା ସହଜରେ ହେବନି। ତାହେଲେ ଠିକ ଅଛି ନାଗୁ ଦାଦା, କାମଟା ହେଲା ଏଟା କି ଯେ ମୋ ଭଣଜା ବିକାଶ ସେଇ ଚମ୍ପାଦେଇପୁରର ସତ୍ୟାନନ୍ଦଙ୍କ ଅଲିଅଳିର ଜାହ୍ନବୀକୁ ମନେ ମନେ ଭଲ ପାଇଛି। ତାହେଲେ ଖେଳଟା ପୁରାପୁରି ଜମିଗଲା ମହାନ୍ତେ ବାବୁ। ତାକୁ କିଡନାପ କରିବାର ଅଛି, ନା ମର୍ଡର କରିବାର ଅଛି, ନା ରେପ୍ କରିବାର ଅଛି, କଥାଟା କହିଲେ ତ ହେବ। ଠିକ ଯେ ସେଇଆ ଭଲ, ହେଲେ ଗୋଟିଏ କଥା ମାନେ କଣ? ଆଡଭାନ୍ସ କେତେ ଦେବି ଆଉ ଝିଅ କେବେ ପହଞ୍ଚିବ ସେ ଜାହ୍ନବୀ? ତାହେଲେ ଟଙ୍କା ବାବଦକୁ 5 ଲକ୍ଷ ଟଙ୍କା ଦେଇପାରିବ ତ? ତମେ ମୁହଁ କରି ଯାହା ମାଗିବ ତାହା ଦେବି, ହେଲେ ମୋ ପୁଅ ପାଖରେ ସେଇ ମୋ ଭଣଜା ପାଖରେ ସେଇ ଜାହ୍ନବୀ ଦରକାର ଇମିଡିଏଟଲି ନାଗୁ ଦାଦା। ଏ ମହାନ୍ତେ ବାବୁ, ଆଜ୍ଞା ନାଗୁ ଦାଦା। କାମଟା ହୋଇଗଲା ବୋଲି ଜାଣ, ହେଲେ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ। ଦେବି, ମୁଁ ଧରିକି ଆସିଛି, ଏଇ ନେଇକି ଯାଉନ। ତାହେଲେ ଠିକ ଅଛି, ଆପଣଙ୍କୁ 2 ଲକ୍ଷ ଟଙ୍କା ଦେବାକୁ ହେବ। ହାଫ ପେମେଣ୍ଟ ଦେଲେ ହେବା କାହିଁକି? ହଁ ମହାନ୍ତି ବାବୁ, ସେ କଥା ତ ମୁଁ କହୁଛି, ଶୀଘ୍ର ଦିଅ। 10,000 नहीं था कहाँ मिले ना वो बाकी का? હવે ମହାନ୍ତି ବାବୁ, ମୋ ପାଖରେ କଣ ମଜା କରୁଛ? आगे मोर काम कोई दिवस लीजिए। କାମ କରିବା ପାଇଁ ମୁଁ ଆସିଛି, ଶୀଘ୍ର ପଇସାଟା ଦିଅ। ताले नियो ना गुदा दा।
ବାବୁ ଆପଣ ଏବେ ଆସିପାରନ୍ତେ। তেইশো নাকি কে বলব হওয়ার কথা ମହାନ୍ତି ବାବୁ ମୋ କାମ ମତେ କରିବାକୁ ଦିଅ। ওকে ওকে গো মোর কামটা এডি করে সফল হলা রে বস বুড়া পিলাম না মুই জানি থিনি এই নাগরা দিনে भी हो करवा बोली ये कहा जे पॉलिसिया लाई क्या एबे पसिला विकास पसिला आकाश कानटा बनी गला रे वाह एक मारा गुटे गुरी रे दिटा शॉट कर दी गला रे তাহলে ঠিক ଅଛି ଏ କଥାଟାକୁ ମୋ ଅପାଙ୍କ ପାଖରେ ଆଉ ମୋ ଭଣଜାକୁ ନେଇକି ସେଇ ଚମ୍ପାଦେଇପୁରର ମନ୍ଦିର ପାଖରେ ନେଇକି ଯିବାକୁ ପଡିବ। ତାହେଲେ ଯାଏ ମୋ ଭଣଜା ବିକାଶ ପାଖକୁ ଶୀଘ୍ର ଏଇ ଖୋଲି ଚାଲିଯିବି ଆଉ ମଞ୍ଜାକୁ ସେଠୁ ନେଇକି ଯିବି।